ପିଲାମାନେ ତୁମମାନଙ୍କ ଦେହ ପା ଭଲ ଅଛି? ଆଚ୍ଛା ତମ ଘରେ ଯୋଉ ସବୁ ଅଳିଆ ଆବର୍ଜନା ସବୁ ପଡୁଛି ତମେ ତାକୁ କଣ କରୁଛ? ତାକୁ ନେଇ କଣ କରୁଛ? ଫୋପାଡ଼ି ଦଉଛ କୋଉଠି? ନା ଫୋପାଡୁ ନା ପକେଇକି ଅଳିଆ କରାହଉଛି ନା କଣ କରୁଛ? ତମେ ପାଣିରେ ଫସେଇ ଦଉଛ ନା କଣ କରୁଛ? ଆଚ୍ଛା ଆଜି ଆମେ ସେଇ ବିଷୟରେ ପଢିବା ହେଲା। ମୁଁ ତୁମକୁ ଗୋଟେ ଗପ କହୁଛି ହେଲା। ଗୋଟେ ଜାଗାରେ ପ୍ରବଳ ଭୋଜି ହଉଥିଲା ସେଠି ବିଭିନ୍ନ ଲୋକମାନେ ମଧ୍ୟ ଆସିଥିଲେ। କିଏ? ବିଭିନ୍ନ ଲୋକମାନେ ଭୋଜି ଖାଇବା ପାଇଁ ଆସିଥିଲେ। ସେ ଭୋଜିରେ ସେମାନେ ମିଠା ପ୍ୟାକେଟ ଧରିକି ଆସିଥିଲା, କିଏ ଫୁଲ ତୋଡ଼ା ନେଇକି ଆସିଥିଲା, ଆଉ ଯୋଉମାନେ ବି ଗଲେ ସେମାନଙ୍କୁ ମଧ୍ୟ ଜରିରେ ଖାଇବା ପାଇଁ ମାନେ ଯୋଉ ଜରି ଠୁଙ୍ଗା ପତ୍ର ସେଥିରେ ଦିଆଗଲା, ତାଙ୍କୁ ପ୍ୟାକେଟ କରିକି ଦିଆଗଲା। ଆଉ ବିଭିନ୍ନ ପ୍ରକାର ପ୍ଲାଷ୍ଟିକ ଡବା ଭିତରେ ବି ସୁନ୍ଦର ମିଠି ବି କିଛି ଲୋକ ଆଣିଥିଲେ, କିଛି ଲୋକ ବି ମିଠା ଆଉ ବିସ୍କୁଟ ଯିଏ ଯାହା ପାଇଁ ଆଣିଲେ। ସେସବୁ ଯେତେବେଳେ ବ୍ୟବହାର ହେଲା, ଭୋଜି ହେଲା, ଭୋଜିରେ ଯେଉଁ ପରିବା ପତ୍ର ବି ଆସିଥିଲା ସେସବୁ ବି ପଲିଥିନରେ ଆସିଥିଲା। ଯେତେବେଳେ ଭୋଜି ସରିଗଲା ଅନେକ ଗୁଡ଼ିଏ ଜିନିଷ ପତ୍ର ବଳିଲା। ସିଏ ତା କ'ଣ କଲେ ନା ଯାଇକି ବାହାରେ ଫିଙ୍ଗିଦେଲେ। ତା ସାଙ୍ଗରେ କ'ଣ ଫିଙ୍ଗିଦେଲେ? ଅଳିଆ ବି ଫିଙ୍ଗିଦେଲେ, ସେ ଯେଉଁ ପଲିଥିନ୍ ବି ଫିଙ୍ଗିଦେଲେ। ଯେଉଁ ପଲିଥିନରେ ଆସିଥିଲା ସେ ପଲିଥିନ୍ ବି ଫିଙ୍ଗିଦେଲେ। ତାପରେ କ'ଣ ହେଲା ଜାଣିଛୁ ଛୁଆ? ଗାଈମାନେ ଯେତେବେଳେ ଚରିବା ପାଇଁ ଆସିଲେ ସେ ଖାଦ୍ୟ ସହିତ ପଲିଥିନ୍କୁ ମଧ୍ୟ ଖାଇଦେଲେ। କ'ଣ କଲେ? ପଲିଥିନ୍କୁ ମଧ୍ୟ ଖାଇଦେଲେ। ଖାଇଲା ପରେ କ'ଣ ହେଲା ନା ସେଇ ଗାଁର 20ଟା ଗାଈ ମରିଗଲେ। ଏଟା ମିଛ ଘଟଣା ନୁହଁ, ସତ ଘଟଣା, ନ୍ୟୁଜରେ ବାହାରିଥିଲା। 20ଟା ଗାଈ ପେଟ ଫୁଲିକି ମରିଗଲେ। ତାଙ୍କ ପେଟ ଭିତରେ ପଲିଥିନ୍ଟା ହଜମ ହେଲାନି, ପଲିଥିନ୍ଟା ଖାଇକି ସେମାନେ ସବୁ ଛଟପଟ ହେଇକି ମରିଗଲେ। ତେଣୁ ଆମେ କ'ଣ କରିବା ଉଚିତ? ଆମର ଯୋଉ ଅଳିଆ ଆବର୍ଜନା ସ୍କୁଲ ବାହାରୁ, ମେଡିକାଲ ବାହାରୁ, ଘର ଭିତରୁ ବାହାରୁ ସେସବୁ 3 ପ୍ରକାର ଆବର୍ଜନା କୁଣ୍ଡରେ ରଖିବା ଉଚିତ। କ'ଣ? 3 ପ୍ରକାର ଆବର୍ଜନା କୁଣ୍ଡ। ଗୋଟେ ହଉଛି କ'ଣ? ନାଲି, ଆଉ ଗୋଟେ ହଉଛି ନୀଳ, ଆଉ ଗୋଟେ ହଉଛି ସବୁଜ। ନାଲିରେ ଆମେ ଯୋଉ ଇଞ୍ଜେକ୍ସନ ରହିଲା ସେସବୁ ଜିନିଷ ରୁହେ। ଔଷଧ ଫଳ ଯୋଉଟାକି ତାକୁ ଜାଳିଲେ ବି ଖରାପ, ପୋତିଲେ ବି ଖରାପ ହେଲା। ସେ ତାକୁ ନେଇକି କୋଉ ଗୋଟେ ଯୋଉଠିକି କେହି ଲୋକ ଯିବା ଆସିବା କରୁନଥିବେ ତାକୁ ନେଇକି ଖୋଳିକି ଜଙ୍ଗଲ ଫଙ୍ଗଲ ଆଡ଼େ ପୋତିଦେଲେ ସେଟା ଆଉ କାହାକୁ କ୍ଷତି କରିବନି। ଆଚ୍ଛା, ତାପରେ କ'ଣ ହେଲା? ଆମର ନାଲି ଗଲା, ବର୍ତ୍ତମାନ ଆମର ବ୍ଲୁ ଆସିଲା। ବ୍ଲୁ ମାନେ କ'ଣ? ନୀଳ। ନୀଳ ରଙ୍ଗର ଯୋଉଠି ସେଠି ଧାତବ ଜିନିଷ ପଦାର୍ଥ ଯୋଉଠି କାଗଜ ଫଳ ହେଲା ସେଥିରେ ଆମେ ରଖିବା। ଯୋଉଟାକି ମାନେ ଧର ଲୁହା, ଯୋଉ ଆମେ କବାଡ଼ିଆ ବାଲାକୁ ବିକି ଦଉଛନ୍ତି, ଲୁହା ଜିନିଷ ହଉ, ପ୍ଲାଷ୍ଟିକ ଜିନିଷ ହଉ, ସେସବୁ ଆମେ କୋଉଥିରେ ରଖିବା? ନୀଳ ଡବାରେ। କୋଉଥିରେ? ନୀଳ ଡଷ୍ଟବିନ୍। ନୀଳ ଡଷ୍ଟବିନ୍ ରଖିଲେ ଯେତେବେଳେ ଆସିବେ ଆମେ ତାକୁ ଦେଇଦେବା, ସେମାନେ ତାକୁ ପୁନଃଚକ୍ରଣ କରିକି ନୂଆ ଜିନିଷ କରିବେ। ତମେ ମଧ୍ୟ କରୁଥିବ ନା? ଦେଖିଛ ନା ଧୂପ ଫଳରେ ଗୋଟେ ଚଟେଇ ହୁଏ ବୋଲି, ଆଉ ଗୋଟେ ପେଟିରେ ଗୋଟେ ହେଇଯିବ ଫୁଲଦାନୀ, କାଗଜ ଫଳ, ବିଭିନ୍ନ ପ୍ରକାର ଜିନିଷ ବି ଆମେ କରିପାରିବା, ତାକୁ ନଷ୍ଟ ନ କରିକି କରିପାରିବା। ଆଚ୍ଛା, ଆଉ ଗୋଟେ ପ୍ରକାର ଡଷ୍ଟବିନ୍ ଆମର ଅଛି। କ'ଣ ଅଛି ନା? ସବୁଜ। ସବୁଜ ଡଷ୍ଟବିନ୍ରେ ଆମେ କାଗଜ, ଟୁକୁରା, ସେ ଯୋଉ ପତ୍ର, ଯାହାବି ଠାକୁର ପୂଜା କରିସାରିଲା ପରେ ଫୁଲ ଏସବୁ ପକେଇକି ତାକୁ ଆମେ ଜାଳିଦେଲେ ସେଟା କ୍ଷତି ନୁହଁ। ଜାଳିଦେଲେ ସେ ସବୁ ବାଉଁଶ ହେଇଯିବ। ଆମେ ତାକୁ କୋଉଥିରେ ରଖିବା? କୋଉ ଡଷ୍ଟବିନ୍ରେ? ସବୁଜ ଡଷ୍ଟବିନ୍ରେ। ଆଚ୍ଛା, ତମେ ମାନେ ଗୋଟେ କାମ କରିବ। ତମେ ମାନେ ସବୁ ଯେତେବେଳେ ଘରକୁ ଯିବ ସେଥିରେ ଗୋଟେ କାଗଜ ପେଟି ସବୁ ଖୋଲୁଥିବ, ଯୋଉଟାକି ୱେଷ୍ଟ ପ୍ରଡକ୍ଟ, ଯୋଉଟାକି ଆମେ କହୁଛନ୍ତି ନଷ୍ଟ ଜିନିଷ, ତାକୁ ନଷ୍ଟ କରିନଦେଇ ତାକୁ ଆଉଥରେ କେମିତି ବ୍ୟବହାର ଯୋଗ୍ୟ ହବ। ତମେ ଗୋଟେ ଛୋଟ କ'ଣ କଲମ ଖୋଳରେ ତିଆରି କରିବ, କିଏ ଫୁଲ ତୋଡ଼ାରେ ତିଆରି କରିବ। ଏ ଯେମିତିକି ଗୁଟକା ଜରି ସବୁ ଫୋପଡ଼ା ହୁଏ, ଗୁଟକା ଜରିରେ କ'ଣ ଚଟେଇ ବି ତିଆରି ହୁଏ। ଏବେ ଦେଖିଛ ନା ଆମର ଗୋଟେ କାଳୀ ପୂଜା ମେଢ଼ ହେଇଛି ଯାଜପୁର ରୋଡରେ, ସବୁ ପାଣି ବୋତଲ ଯାଇଛ ନା? ସବୁ ପାଣି ବୋତଲରେ କରୁଛନ୍ତି। ସେ ପାଣି ବୋତଲରେ କ'ଣ ୱେଷ୍ଟ ପ୍ରଡକ୍ଟ, କିନ୍ତୁ ତାକୁ ଆଣିକି ଗୋଟେ ମେଢ଼ ଭଳିଆ ସାଇଜ କରିକି ଡିଜାଇନ କରୁଛନ୍ତି। ବୁଝିପାରିଲେ ନା ନାହିଁ? ଆମେ ତେଣୁକରି ଅଳିଆ ଆବର୍ଜନାକୁ ଇଆଡ଼େ ସିଆଡ଼େ ପକେଇବାନି। ପକେଇଲେ କ'ଣ ହେଉଛି? ଗାଈ ଗୋରୁ ଛେଳି ତାକୁ ସେ ପଲିଥିନ୍କୁ ଖାଇକି ମଧ୍ୟ ମରି ଯାଉଛନ୍ତି। ତମେ ଏଥିରୁ କ'ଣ ଶିଖିଲ? ସେ ପଲିଥିନ୍କୁ ପୋଡ଼ିଦେବ ନହେଲେ ପୋତିଦେବ, କିନ୍ତୁ ଖାଦ୍ୟ ସାଙ୍ଗରେ ବାହାରେ ପକେଇବନି। ବୁଝିପାରିଲ ନା? ଡଷ୍ଟବିନ୍ ୟୁଜ୍ କରିବ। ତମେ କୁରକୁରି ଧର ଖାଉଥିବ, ଗୋଟେ ଦିନ ଥିଲେ ପକେଇଦେବ, ତାକୁ କ'ଣ କରିବେ ନା ଗାଈମାନେ ସେ ଜରି ସହ ଲୋଭରେ ଖାଇଦେବେ, କିନ୍ତୁ ସେ ଯାହାକି ତାଙ୍କର ମୃତ୍ୟୁ ମୁଖରେ ପଡ଼ିବେ। ଆମେ କୌଣସି ଜୀବଙ୍କର କ୍ଷତି ଚାହିଁବାନି। ଆମେ ତାକୁ ଡଷ୍ଟବିନ୍ରେ ପକେଇବା, ନହେଲେ ପୋତିଦେବା, ନହେଲେ ତାକୁ ପୋଡ଼ିଦେବା। ନା ବୁଝିପାରିଲ? ଭଲ ଲାଗିଲା ତମକୁ?